এত জগতনাথ দেখ গো, এত জগতনাথ দেখ গো। যুগ যুগ ব্যাপী ব্রহ্মা স্বয়ং আসি, যুগ যুগ ব্যাপী ব্রহ্মা স্বয়ং আসি। ধୋଇ ନ ପାରିଲେ ଯାହାଙ୍କ ପଦ ଦେଖ ଗୋ। ସବଂଶ ନାସିଲେ ଧର୍ମ ଉଦ୍ଧରିଲେ, ସବଂଶ ନାସିଲେ ଧର୍ମ ଉଦ୍ଧରିଲେ। ସମାପ୍ତ କରିଲେ ମହାଭାରତ ଦେଖ ଗୋ। ଏତ ଜଗତନାଥ ଦେଖ ଗୋ। ଜୟ ଜଗନ୍ନାଥ। ମାତ୍ର 2 ମିନିଟ ଭିତରେ ଜୟଦ୍ରଥର ବଧ ହେବ। ସମସ୍ତେ ଯୁଦ୍ଧ ଭୂମିରେ ହାଜର। କୃଷ୍ଣ କହିଲେ, ରେ ଅର୍ଜୁନ, ଏ ପଦକ୍ଷେପର ଆଗକୁ କଣ ଅଛି ତୁ ତ କିଛି ଜାଣିନୁ। ହଠାତ୍ ଯୁଦ୍ଧ ଆରମ୍ଭ ହେଲା। ଜୟଦ୍ରଥ ଲୁଚି ଅଛି। ବହୁତ ସୈନ୍ୟ ଭିତରେ ଜୟଦ୍ରଥ ଦିଶୁନି। ହଠାତ୍ ସୂର୍ଯ୍ୟ ଅସ୍ତ ହୋଇଗଲେ। ଅର୍ଜୁନ ଶର ମାରିବା ବଦଳରେ ସ୍ଥିର ହେଲେ। କୃଷ୍ଣ ଭଗବାନଙ୍କୁ ଚାହାନ୍ତେ ଭଗବାନ କହିଲେ, ରେ ଅର୍ଜୁନ, କାହିଁକି ଏ ପଦକ୍ଷେପ ନେଲୁ ରେ? ଅଗ୍ନିରେ ଝାସ ଦେବା ପାଇଁ କିଛି ନ ବୁଝି ନ ସୁଝି ଏ କର୍ମ କାହିଁକି କଲୁ ରେ? ଏବେ ମର ଅର୍ଜୁନ, ମର। ଅଗ୍ନିକୁ ଡାକିଲେ, ଏ ଅଗ୍ନି ଦେବତେ, ଆସ ଅର୍ଜୁନକୁ ମାର। ଅର୍ଜୁନ ପ୍ରସ୍ତୁତ ହୋ ମରିବା ପାଇଁ। ରେ ଜୟଦ୍ରଥ, ତୋର ଆଜି ଭାଗ୍ୟ ଉଚ୍ଚ ଅଛି ରେ, ତୁ ଆଜି ବଞ୍ଚିଗଲୁ। ଆଉ କି ସୂର୍ଯ୍ୟ ଅସ୍ତ ହେଲେ ଉଦୟ ହୁଅନ୍ତି। ଆସ ଆସରେ ଜୟଦ୍ରଥ, ମାର ଅର୍ଜୁନକୁ, ନିଶ୍ଚୟ ମରିବାର ସୁଯୋଗ ଦେଖ ତୁ ଆଜି ଅର୍ଜୁନର। ଏହିପରି ଭାବରେ ଡାକିବାରୁ ଅର୍ଜୁନଙ୍କ ସାମ୍ନାକୁ ହଠାତ୍ ଜୟଦ୍ରଥ ଉଠି ଆସିଲେ। ଛାତି ଗର୍ବରେ ଫୁଲେଇ ରେ କହିଲେ, ରେ ଅର୍ଜୁନ, ତୁ ଆଜି ମରିବାର ଦିନରେ ତୁ କି ମତେ ମାରିବୁ? ତୁ ଆଜି ମରିବାଟା ସୁନିଶ୍ଚିତ। ସୂର୍ଯ୍ୟ ଅସ୍ତ ହେଲେ କି ଆଉ ଉଦୟ ହୁଅନ୍ତି ରେ? ତୁ ଆଜି ମରିବୁ, ମୁଁ ଆଜି ଦେଖିବି। ଆରେ ଏ ମଲା ପରେ ତ ଆଉ ଆମର କୁରୁବଂଶକୁ କୌଣସି ଅସୁବିଧା ନାହିଁ ରେ। ଏ ନକୁଳ ସହଦେବକୁ ତ ଯୁଦ୍ଧ ଆସେନି। ଯୁଧିଷ୍ଠିର ତ ଧର୍ମ ଧର୍ମ ବୋଲି ଦିନ ବିତୁଛି। ଆଉ ଆମର ବିଜୟ ସୁନିଶ୍ଚିତ। ହେ ଦୁର୍ଯ୍ୟୋଧନ, ଆସ। ଏତିକି କହି ଅର୍ଜୁନଙ୍କ ସମ୍ମୁଖକୁ ଛୁଟି ଆସିଲେ ଜୟଦ୍ରଥ। ହଠାତ୍ କୃଷ୍ଣଙ୍କ ଆହ୍ୱାନରେ ସୂର୍ଯ୍ୟ ଦେବତା ପୁଣି ଉଦୟ ହେଲେ। ଚକିତ ହୋଇ ଅର୍ଜୁନ ଚାହିଁଲେ ଶ୍ରୀକୃଷ୍ଣଙ୍କୁ। ଜୟଦ୍ରଥ ଆଚମ୍ବିତ ହେଲେ, ଏ କଣ ହେଲା? କୃଷ୍ଣ କହୁଛନ୍ତି, ରେ ଅର୍ଜୁନ, ଚାହୁଁଛୁ କଣ? ମାର। ଏଇ ଜୟଦ୍ରଥ, ଏଇ ସୂର୍ଯ୍ୟ ଅଛନ୍ତି, ମାର ଜଲ୍ଦି। ଅର୍ଜୁନ ତৎକ୍ଷଣାତ୍ ଶର ବିନ୍ଧିଲେ। ଚାହୁଁ ଚାହୁଁ ଜୟଦ୍ରଥ ଟଳି ପଡ଼ିଲେ। ଏଇ ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା। ଯୋଉଠି ଭଗବାନଙ୍କର ଏହିପରି ସ୍ଥିତି ଉଦାହରଣ ଅବତାର ହୁଏ, ସେଇଠି ଶତ୍ରୁ ନିଶ୍ଚୟ ମରେ। ଜୟ ଜଗନ୍ନାଥ।